ଜଗନ୍ନାଥ ଆପଣମାନଙ୍କୁ ପ୍ରେଜିତିସ୍ ୱାର୍ଲ୍ଡକୁ ସ୍ୱାଗତ। ଦେଖନ୍ତୁ ମୁଁ ଜାଗର ଓଷାକୁ ନେଇକିନା ବହୁତ ସାରା ଭିଡ଼ିଓ ଆପଣମାନଙ୍କ ପାଖରେ ଅପଲୋଡ଼ କରିଛି। ଆଜି ଏଇ ଭିଡ଼ିଓରେ ଆପଣମାନଙ୍କୁ କହିବି ଯେ ଜାଗର ଓଷା ଯେଉଁମାନେ କରୁଛନ୍ତି ତ ସେଦିନ କି ସେଇ 3 ଦିନର ବ୍ରତକୁ ଆପଣ କେମିତି ମାନେ କେଉଁ ନିୟମ ଅଛି ନିହାତି ଭାବରେ ପାଳନ କରିବା ଦରକାର। ଆଉ ତା ସହିତ କେଉଁ କାମ ସେଦିନ କରିବେ ନାହିଁ କି ସେଇ 3 ଦିନ ଆପଣ କରିବେ ନାହିଁ। ତେଣୁକରି ଆପଣ ଭିଡ଼ିଓଟିକୁ ନିଶ୍ଚିନ୍ତ ଭାବରେ ଦେଖନ୍ତୁ ଆଉ କିଛି ନୂଆ କଥା ମଧ୍ୟ ଜାଣନ୍ତୁ। ପ୍ରଥମେ ଚାଲନ୍ତୁ ଜାଣିବା ଯେ ଜାଗର ଓଷା ବା ମହାଶିବରାତ୍ରିରେ ଆପଣ କେଉଁ କାମ କରିବା ଉଚିତ ନୁହେଁ। ଦେଖନ୍ତୁ ମୁଁ ଆପଣଙ୍କୁ ମୋ ନିଜର କିଛି ମତ ଦେଉନାହିଁ, ଯାହା ପୁରାଣରେ ଅଛି ତାହା ଆପଣଙ୍କୁ ଭଲ ଭାବରେ ବୁଝିକରି କହିବାକୁ ଚେଷ୍ଟା କରିବି। ଦେଖନ୍ତୁ ମୁଁ ଆପଣଙ୍କୁ ଲିଙ୍ଗ ପୁରାଣରୁ ହିଁ ସୁଟ୍ କରି ଦେଖେଇ ଦେଉଛି। ଏଠି ଲେଖା ହେଇଛି, ଉପବାସ ଦିବସରେ ବ୍ରତକାରୀ ଜନ ନିଜ ଦେହେ ନ କରିବ ତୈଳ ମୈଦନ, ବିଳାସ ଦ୍ରବ୍ୟକୁ ଉପଭୋଗ ନ କରିବ, ଦିବା ନିଦ୍ରା ପଶା ଖେଳ ସମୂଳେ ବର୍ଜିବ, ନ କରିବ ବହୁ ଦୂର ପଥକୁ ଗମନ, ଆଚରିବ ନାହିଁ କ୍ଲେଶକର କର୍ମମାନ, ନ କରିବ ଜାଳ ମୁନି ସ୍ତ୍ରୀ ସହବାସ, ଏହା ସବୁ କଲେ ବ୍ରତୀ ହବ ସର୍ବନାଶ। ପାରଣା ଦିନ ବେଳାଏ ଭୋଜନ କରିବ, ଦ୍ୱିତୀୟ ବାର ଭୋଜନ ଆଶା ବରଜିବ, ପରାହ୍ନ ବୁଞ୍ଜିବ ନାହିଁ ପାରଣା ଦିବସେ, ମନ ବଳାଇବ ନାହିଁ ପତ୍ନୀ ସହବାସେ, ପାରଣ ଦିନରେ ବ୍ରତୀ ପ୍ରବାସ ନ ଯିବ, ଦିବା ନିଦ୍ରା କ୍ଲେଶକର କଷ୍ଟକୁ ତେଜିବ, ପୁଣ ପୁଣ ଜଳପାନ କଲେ ସେ ଦିନରେ, ଓମ୍ ନମୋ ନାରାୟଣ ବୋଲିବ ମୁଖରେ। ଦେଖନ୍ତୁ, ତ ଏଥିରେ ଉପବାସ ଦିବସରେ ଆପଣ ଦେଖନ୍ତୁ ଯେଉଁଦିନ ଆପଣ ବ୍ରତ କରୁଛନ୍ତି କି ଆପଣ ଯେଉଁ ପାରଣା ଦିନ ମଧ୍ୟ ଅଛି ସେଦିନ ଆପଣ କ'ଣ କରିବେ, ଯେଉଁମାନେ ବ୍ରତଟି କରୁଛନ୍ତି ସେଦିନ ଭୁଲ କରି ମଧ୍ୟ ଦେହରେ ତେଲ ଲଗାଇ, ପୁରୁଷ ହଉ ମହିଳା ହଉ ଯେଉଁମାନେ ବ୍ରତ କରୁଛନ୍ତି ସେମାନେ ବିଲକୁଲ ବି ଦେହରେ ଆପଣ ତେଲ ଲଗାଇ ଗାଧେଇବେ ନାହିଁ। ତା ବ୍ୟତୀତ ଆପଣ ବିଳାସ ଦ୍ରବ୍ୟକୁ ବିଳାସ ଦ୍ରବ୍ୟ ମାନେ ଆପଣ ଖଟ ଉପରେ ଶୋଇବେ ନାହିଁ, ସୋଫା ଉପରେ ବସିବେ ନାହିଁ, ଆପଣ ବିଳାସ ଦ୍ରବ୍ୟ ଯେଉଁ ଜିନିଷ ସବୁ ରହିଯାଉଛି ସେ ଜିନିଷ କରିବେ ନାହିଁ। ଆପଣ ଯଦି ଆପଣଙ୍କୁ ଶୋଇବାକୁ ଟିକେ ଇଚ୍ଛା ହେଉଛି, ଦେହ ଭଲ ରହୁନି, ତ ଆପଣ କୁଶ ଯେଉଁଟାକି ଆପଣ ସପ କହୁଛନ୍ତି, କୁଶର ସପ ଉପରେ ଆପଣ କ'ଣ କରିବେ, ଗୋଟେ ବେଡ଼ସିଟ୍ ପକାଇଦେବେ, ନହେଲେ ଖାଲି ସପ ଉପରେ ଆପଣ କ'ଣ କରିବେ ବା ସପ ଯାହାକୁ ବି କେତେଜଣ ମସିଣା କହୁଛନ୍ତି ତାହା ଉପରେ ଆପଣ କ'ଣ କରିବେ, ହାତରେ ମୁଣ୍ଡ ରଖିକରି ହାତ ଉପରେ ତ ଆପଣ ଶୋଇପାରିବେ। ନହେଲେ ଆପଣ ଯଦି ଅସୁବିଧା ହେଉଛି ଆପଣ ତକିଆ ୟୁଜ୍ କରିବେ ନାହିଁ, ତକିଆ ପରିବର୍ତ୍ତେ ଆପଣ କ'ଣ କରିବେ, ଆପଣ ବେଡ଼ସିଟ୍ କିଛି ନେଇଯିବେ, ବେଡ଼ସିଟ୍ଟାକୁ ଆପଣ କ'ଣ କରିବେ ତକିଆ ଭାବରେ କରି ଆପଣ ମୁଣ୍ଡ ତଳେ ଦେଇ ମଧ୍ୟ ଶୋଇପାରିବେ। ତା ବ୍ୟତୀତ ଆପଣ ସେଦିନ ସକାଳେ କି ରାତିରେ ହଉ ଆପଣ ସେଦିନ ନିଶା ଖେଳ ପଶା ଖେଳ ଖେଳିବେ ନାହିଁ, ଯେମିତିକି ଆପଣଙ୍କ ତାସ୍ ହେଲା, ଜୁଆ ହେଲା, ଏସବୁ ଜିନିଷ ଆପଣ ସେଦିନ ଖେଳିବେ ନାହିଁ। ତା ବ୍ୟତୀତ ଆପଣ ସେଦିନ ସକାଳେ ଯେଉଁ ଦିନ ବେଳେ ଆପଣ ଶୋଇବେ ନାହିଁ, ଦିନ ବେଳେ ଶୋଇବା ସେ ସମୟରେ ପୂଜା ସମୟରେ ଭଲ ନାହିଁ। ତା ବ୍ୟତୀତ ଗପସପ କରିବେ ନାହିଁ, ଅତ୍ୟଧିକ କାହା ସହିତ ଗପସପ କରିବେ ନାହିଁ, ନିନ୍ଦା ଅପମାନ କରିବେ ନାହିଁ, ବେଶୀ ଆପଣ ଭଗବାନଙ୍କ ପାଖରେ ମନ ନ ଦେଇକିନା ଅନ୍ୟ କୌଣସି ଗୀତ ହେଲା କି ଆପଣଙ୍କର ଯେକୌଣସି କାହା ସହିତ ଗପିବା ଏସବୁ ଜିନିଷ ଆପଣ କରିବେ ନାହିଁ, କାହା ସହିତ ଝଗଡ଼ା କରିବେ ନାହିଁ। ତା ବ୍ୟତୀତ ଆପଣ କ'ଣ କରିବେ, କାହା ଘରେ କିଛି ଖାଇବେ ନାହିଁ, କାହାର ଘରେ ଖାଇବେ ନାହିଁ କି କାହା ଘରେ ପାଣି ମଧ୍ୟ ପିଇବେ ନାହିଁ। ଦୂର ସ୍ଥାନକୁ ଆପଣ ଯିବେ ନାହିଁ, କାରଣ ଦୂର ସ୍ଥାନକୁ ଗଲେ ଆପଣଙ୍କୁ କଷ୍ଟ ହେଇଥିବ, କଷ୍ଟ ହେଲେ ଆପଣ ବାହାରେ କେଉଁଠି ପାଣି ପିଇଦେଲେ, ସରବତ ପିଇଦେଲେ ତାହେଲେ ମଧ୍ୟ ଆପଣଙ୍କ ବ୍ରତ ହେଉଛି ଖଣ୍ଡନ ହେବ। ତେଣୁ ଏସବୁ ଆପଣ କରିବେ ନାହିଁ। ଯେମିତିକି ଆପଣ ସେଇ ଦିନଟି ଆପଣ ଚୁପ୍ ରହିବେ, ଚୁପ୍ ରହିକିନା ଆପଣ ମନ୍ତ୍ର ଜାପ କରିପାରିବେ, କିଛି ଆପଣ ପୁରାଣ ପଢ଼ିପାରିବେ, ଆପଣଙ୍କ ପାଖରେ ଯାହା ବି ମନ୍ତ୍ର ଅଛି ତ ପଢ଼ିପାରିବେ, ଶୁଣିପାରିବେ, ପୁରାଣ ଯଦି ବି ଅଛି ପୁରାଣ ପଢ଼ିପାରିବେ। କିନ୍ତୁ ଆପଣ କିଛି ଖରାପ କାମ କରିବେନି। ତା ବ୍ୟତୀତ ପାରଣା ଦିନ ଆପଣ ଗୋଟେ ବେଳା ଅନ୍ନ ଭୋଜନ କରିବେ, ଦ୍ୱିତୀୟ ବାର ଆପଣ ଭୋଜନ କରିବେ ନାହିଁ, ଫଳମୂଳ ଖାଇକରି ରହିବେ। ସେଦିନ ପତି ପତ୍ନୀ ସଙ୍ଗ କରିବେ ନାହିଁ। ତା ବ୍ୟତୀତ ଆପଣ ବ୍ରହ୍ମଚର୍ଯ୍ୟର ପାଳନ ମଧ୍ୟ କରିବେ। ଏସବୁ ଛୋଟ ଛୋଟ ନିୟମ ଅଛି, ଯେଉଁ ନିୟମକୁ ଆପଣ ପାଳନ କରିବେ, ଏଇ ନିୟମ ଆପଣ ଏସବୁ ଜିନିଷ ଆପଣ କରିବେ ନାହିଁ। ଠିକ୍ ଅଛି, ଏବେ ଚାଲନ୍ତୁ ଜାଣିବା ଯେ ଆପଣ କ'ଣ କରିବେ। ଦେଖନ୍ତୁ,
ତ ଆପଣଙ୍କର ଜାଗର ଓଷା ତ 3 ଦିନର ବ୍ରତ। ତ 3 ଦିନ ହେଉଛି ଏକ ବାର, ମଝିରେ ହେଉଛି ବ୍ରତଟି, ତାପରଦିନ ହେଉଛି ପାରଣ। ତ ଏକ ବାରରେ ଆପଣ ଯେମିତି ମୁଣ୍ଡ ଧୋଇ ଗାଧେଇ କରି ଆପଣ ଗୋଟେ ବେଳା ଭୋଜନ କରିବେ। ରାତ୍ରି ସମୟରେ ଆପଣ ଫଳମୂଳ ସରବତ ଶାଗୁ ଖାଇ ଆପଣ ରହିବେ। ବ୍ରତ ଦିନଟି ଆପଣ ନିର୍ଜଳା ଯଦି ବ୍ରତ କରୁଛନ୍ତି ତ ନିର୍ଜଳା ବ୍ରତ କରିବେ। ଆପଣ ଯଦି ନିର୍ଜଳା ବ୍ରତ କରିପାରୁନାହାନ୍ତି ତାହେଲେ ଆପଣ ଫଳମୂଳ ସରବତ ପିଇ ଘରେ ଆପଣ ବିଶେଷ କରି ବନେଇବେ। ସରବତ ହଉ କି ଜୁସ୍ ହଉ ତ ବନେଇ ଆପଣ ପାଣି ପିଇ କରି ମଧ୍ୟ ରହିପାରିବେ। ତା ବ୍ୟତୀତ ଦେଖନ୍ତୁ, ଆପଣ ଜାଗରର ଓଷା ଭଗବାନ ମହାଦେବଙ୍କୁ ଆପଣ ମନ୍ଦିର ତ ଯେମିତି ହେଲେ ଥରେ ଯିବାକୁ ଚେଷ୍ଟା କରିବେ। କାରଣ ଘରେ ଯେତେ ପୂଜା କରନ୍ତୁ କିନ୍ତୁ ମନ୍ଦିର ଥରେ ହଉ ପଛେ ଆପଣ ଯିବେ। ଯିବାକୁ ମାନେ ବାଧ୍ୟତାମୂଳକ ଯିବେ, ଗଲେ ହିଁ ଆପଣଙ୍କ ବ୍ରତଟି ସଫଳ ହେଇଥାଏ। ତାହେଲେ ଆପଣ ମନ୍ଦିର ଯାଆନ୍ତୁ। ତା ବ୍ୟତୀତ ଆପଣ ଘରେ ଚାହିଁବେ ଯଦି ଆପଣ ମାଟିର ଶିବଲିଙ୍ଗ କରି ପୂଜା କରିପାରିବେ। ନହେଲେ ଆପଣ ଅଟା ହଉ, ମଇଦା ହଉ କି ଫୁଲର କି ବରଫର ମଧ୍ୟ ଲିଙ୍ଗ କରି ଆପଣ ଘରେ ମଧ୍ୟ ପୂଜା କରିପାରିବେ। ଆପଣ ଯେତେବେଳେ ପୂଜା କରୁଛନ୍ତି ଆପଣ ସବୁବେଳେ ଚେଷ୍ଟା କରିବେ ଯେ ପ୍ରତି ପହରରେ ଆପଣ କିଛି ନା କିଛି ଭଗବାନଙ୍କୁ ଅର୍ପଣ କରିବେ। ଯେମିତି ମୁଁ ଆପଣଙ୍କୁ ନେକ୍ସଟ ଭିଡ଼ିଓରେ କହିବି ଯେ ମାନେ ପ୍ରଥମ ପ୍ରହରରେ ଆପଣ କ'ଣ ମାନେ କେଉଁଥିରେ ଅଭିଷେକ କରିବେ, କ'ଣ କରିବେ, ମୁଁ ଆପଣଙ୍କୁ ନେକ୍ସଟ ଭିଡ଼ିଓରେ କହିଦେବି। କିନ୍ତୁ ମୁଁ ଏଠି ଏତିକି କହିବି ଯେ ପ୍ରତି ପ୍ରହରରେ ଆପଣ ଚେଷ୍ଟା କରିବେ ଯେ କିଛି ନହେଲେ ଆପଣ କ'ଣ କରିବେ, କିଛି ଅଭିଷେକ କରିସାରିଲା ପରେ ଆପଣ କ୍ଷୀର ହଉ, ଘିଅ ହଉ, ମହୁ ହଉ, ଏଇଥିରେ ଅଭିଷେକ କରିସାରିଲା ପରେ ଶୁଦ୍ଧ ଜଳରେ ଥରେ ଆପଣ ସ୍ନାନ କରିଦେବେ, ଅଭିଷେକ କରିବେ। ତାପରେ ଭୋଗ ଟିକେ ଲଗେଇ ଦୀପ ଧୂପରେ ଆପଣ ପଞ୍ଚ ଉପଚାରରେ ପୂଜା କରିପାରିବେ। ବେଶୀ କିଛି ନାହିଁ, ଖାଲି ଟିକେ ନାମ ଜପ କରିଦେବେ। କିଛି ନ କହିପାରିଲେ ନମଃ ଶିବାୟ ନମଃ ଶିବାୟ ମଧ୍ୟ ମନ୍ତ୍ର ଜାପ କରିପାରିବେ। ତାପରେ ଆପଣ ଯେଉଁ ମନ୍ଦିର ଘରେ ପୂଜା କରିବେ ତ ସେ ଅଲଗା କଥା, କିନ୍ତୁ ଆପଣ ଯେତେବେଳେ ମନ୍ଦିର ଯାଉଛନ୍ତି ମନ୍ଦିରରେ ଭୋଗ କରିବେ। ମନ୍ଦିରରେ ଆପଣ ଏତିକି ମନେ ରଖିବେ ଯେ ଆପଣ କେବେ ବି ତାଙ୍କର ସୋମସୂତ୍ରକୁ ଡେଇଁବେ ନାହିଁ। ସୋମସୂତ୍ର କେଉଁଟା ଯେଉଁ ଆପଣଙ୍କର ଅଛନ୍ତି ଶିବଲିଙ୍ଗ ଆଉ ତାଙ୍କର ନନ୍ଦୀଙ୍କ ଭିତରେ ଯେଉଁ ସିଧା ସ୍ଥାନଟାକୁ ଆପଣ ସୋମସୂତ୍ର କହୁଛନ୍ତି, ତ ସେଇ ସ୍ଥାନକୁ ଡେଇଁବେ ନାହିଁ। ତା ବ୍ୟତୀତ ସବୁବେଳେ ଅଧା ପରିକ୍ରମା କରି ପୁଣି ଥରେ ପଳେଇ ଆସିବେ। ପୂର୍ଣ୍ଣ ପରିକ୍ରମା ଶିବଲିଙ୍ଗରେ ହେଇନଥାଏ, ତ ସେଇପରି କରିବେ ନାହିଁ। ସେମିତି କଲେ ବହୁତ ଖରାପ ହେଇଥାଏ, ଆପଣଙ୍କ ବ୍ରତଟି ଅସଫଳ ହେଇ ରହିଥାଏ। ତା ବ୍ୟତୀତ ମନ୍ଦିରରେ ଯାହା ବି ଭୋଗ କରୁଛନ୍ତି ତାଙ୍କୁ ଆପଣ ଗୋମାତାକୁ ମଧ୍ୟ କିଛି ଦାନ କରିପାରିବେ। ଛୋଟ ପିଲାଙ୍କୁ ମଧ୍ୟ କିଛି ଖାଇବାକୁ ଦେଇପାରିବେ। କିଛି ଭାଟ ଭିକାରୀ ଯେଉଁମାନେ ଥାଆନ୍ତି ତାଙ୍କୁ ମଧ୍ୟ ଆପଣ କିଛି ଖାଇବାକୁ ଦେଇପାରିବେ। ତାଙ୍କୁ ମଧ୍ୟ ଦାନ ଧର୍ମ କିଛି କରିପାରିବେ। ମହାଦେବଙ୍କ ପାଇଁ ପୂଜାରେ ବିଶେଷ କରି ମହାଦେବଙ୍କର ପ୍ରିୟ ରଙ୍ଗ ହେଉଛି ଧଳା। ତେଣୁ ଆପଣ ସେଦିନ ମହାଦେବଙ୍କୁ ଧଳା ରଙ୍ଗର ବସ୍ତ୍ର ଅର୍ପଣ କରିପାରିବେ। ତା ବ୍ୟତୀତ ମହାଦେବଙ୍କ ପ୍ରିୟ ଯେତିକି ଫୁଲ ହଉ କି ବେଲପତ୍ର ହଉ, ତ ଏସବୁ ଫୁଲ ଭିତରେ ଆପଣ କେତକୀ, ଦୁଦୁରା, ଅପରାଜିତା, ତା ବ୍ୟତୀତ ମନ୍ଦାର, ନାଲି ମନ୍ଦାର ହଉ, ଧଳା ମନ୍ଦାର ହଉ, ଏସବୁ ଜିନିଷ ଆପଣ ଅର୍ପଣ କରିପାରିବେ। ତା ବ୍ୟତୀତ ବେଲପତ୍ର ମହାଦେବଙ୍କୁ ବହୁତ ପ୍ରିୟ, ତ ବେଲପତ୍ର ମଧ୍ୟ ଅର୍ପଣ କରିବେ। ମହାଦେବଙ୍କୁ ଚମ୍ପା ମଧ୍ୟ ବହୁତ ପ୍ରିୟ, ତ ଚମ୍ପା ମଧ୍ୟ ଅର୍ପଣ କରିପାରିବେ। ଶମୀପତ୍ର ମଧ୍ୟ ଅର୍ପଣ କରିପାରିବେ। ତା ବ୍ୟତୀତ ଆପଣ ମନ୍ଦିରକୁ ଦୁବପତ୍ର ନେଇକରି ଯାଇଥିବେ, ଯେଉଁଥିରେ ଦୁବପତ୍ର ଆପଣ ନନ୍ଦୀ ମହାରାଜଙ୍କୁ, ଭଗବାନ ଗଣେଶଙ୍କୁ ମଧ୍ୟ ଅର୍ପଣ କରିପାରିବେ। ମାଙ୍କ ପାଇଁ ଆପଣ ଶଙ୍ଖା, ସିନ୍ଦୁର, ବସ୍ତ୍ର, ମାଙ୍କ ପାଇଁ ଭୋଗ, ମାଙ୍କ ପାଇଁ ଆପଣ ଫୁଲ, ତ ସିନ୍ଦୁର, ଏସବୁ ଦୀପ ଧୂପ ଏସବୁ ମଧ୍ୟ ମାଙ୍କ ପାଇଁ ନେଇଥିବେ। ମାଙ୍କୁ ମଧ୍ୟ ଆପଣ ଅର୍ପଣ କରିପାରିବେ। ତା ବ୍ୟତୀତ ଆପଣ ମନ୍ଦିରକୁ ଶିବଲିଙ୍ଗରେ ଘର୍ଷଣ କରିବା ପାଇଁ କିଛି ଜିନିଷ ମଧ୍ୟ ନେଇପାରିବେ, କି ଆପଣ ପଞ୍ଚାମୃତ ମଧ୍ୟ ନେଇପାରିବେ। ଆପଣ କ୍ଷୀର, ଦହି, ଛେନା, କଦଳୀ, ଏସବୁ ମାନେ ମହୁ, ଘିଅ ଏସବୁକୁ ମିଶେଇ କରି ନେଇପାରିବେ, କି ଅଲଗା ଅଲଗା ମଧ୍ୟ ଆପଣ ନେଇକରି ଆପଣ ପୂଜା କରିପାରିବେ। ତା ବ୍ୟତୀତ ମହାଦେବଙ୍କ ପାଖରେ କିଛିଟା ଜିନିଷ ମଧ୍ୟ ଅର୍ପଣ କରାଯାଇଥାଏ। ତ ସେ ସବୁ ଜିନିଷ ମୁଁ ଆପଣଙ୍କୁ ନେକ୍ସଟ ଭିଡ଼ିଓରେ କହିବି କ'ଣ କ'ଣ ମହାଦେବଙ୍କ ପାଖରେ ଅର୍ପଣ ମାନେ କରିପାରିବେ। ତ ସେଇ ଜିନିଷ ମଧ୍ୟ ଆପଣ ଅର୍ପଣ କରିପାରିବେ। ତା ବ୍ୟତୀତ ଆପଣ କ'ଣ କରିବେ, ସେଦିନ କେବଳ ନମଃ ଶିବାୟ ଜପ କରିବେ ନାହିଁ। ତା ବ୍ୟତୀତ ଆପଣ ହର ହରି ସମାନ, ତେଣୁ ଆପଣ ହରଙ୍କୁ ଯଦି ପୂଜା କରୁଛନ୍ତି ତାହେଲେ ହରିଙ୍କୁ ମଧ୍ୟ ସେଦିନ ମାନେ ଆପଣ
ତାଙ୍କର ମନ୍ତ୍ର ମଧ୍ୟ ଜାପ କରିବେ। ଏସବୁ ନିୟମ ଆପଣ ମାନେ ମନ୍ଦିରରେ ନିହାତି କରିବେ। ତା ବ୍ୟତୀତ ଆପଣ ସକାଳେ ଯଦି ଯାଉଛନ୍ତି ସକାଳେ ଗୋଟେ ଘିଅ ଦୀପ ହଉ କି ଘିଅ ଦୀପ ନହେଲେ ରାଶି ତେଲର ଦୀପ ମଧ୍ୟ ଆପଣ ମନ୍ଦିରରେ ଜାଳିପାରିବେ। ତା ବ୍ୟତୀତ ଆପଣ ରାତିରେ ଯଦି ଆପଣ ମନ୍ଦିର ଆଉଥରେ ଯାଉଛନ୍ତି ତାହେଲେ ମନ୍ଦିରରେ ରାତିରେ ମଧ୍ୟ ଘିଅ ଦୀପ ନହେଲେ ରାଶି ତେଲର ଦୀପ ମଧ୍ୟ ଆପଣ ଜାଳିପାରିବେ। ଆପଣ ଘରେ ଯଦି ଆପଣ ଗୋଟେ ଅଖଣ୍ଡ ଦୀପ ଲଗାଉଛନ୍ତି ସେଠି ମଧ୍ୟ ଆପଣ ଘିଅ କିମ୍ବା ରାଶି ତେଲର ଦୀପ ଜାଳିପାରିବେ। ଯଦି ଆପଣ ଚାହୁଁଛନ୍ତି ଦିନ ସାରା ମାନେ ଦିନ ସାରା ରାତି ସାରା ଜଳିବା ପାଇଁ ତ ସେମିତି ଅଖଣ୍ଡ ଦୀପ ଲଗାଇ ପାରିବେ। ନହେଲେ ରାତ୍ରିର ପ୍ରଥମ ପହରେ ମାନେ ସନ୍ଧ୍ୟା ପୂର୍ବରୁ ସନ୍ଧ୍ୟା 6ଟା ପୂର୍ବରୁ ମାନେ ଅପରାହ୍ନ 3ଟାରୁ 6ଟା ଭିତରେ ଆପଣ କ'ଣ କରିବେ ଦୀପ ମାନେ ଜାଳିବା ଆରମ୍ଭ କରିଦେବେ ଘରେ। ତ ଆପଣ ଦୀପ ଜାଳିପାରିବେ। ତା ବ୍ୟତୀତ ଆପଣ 108 ହଉ କି 21 ଥର ହଉ କି 51 ଥର ହଉ ଏହିପରି ଭାବରେ ଭଗବାନ ଶିବଙ୍କର ପଞ୍ଚାକ୍ଷର ମନ୍ତ୍ର ମଧ୍ୟ ଜାପ କରିପାରିବେ। ଆପଣଙ୍କର ଯଦି ତା ବ୍ୟତୀତ ଆପଣ ଯେଉଁମାନେ ନିର୍ଜଳ ଉପବାସ କରୁଛନ୍ତି ସେମାନେ ବିନା ପାଣି ପିଇ ମଧ୍ୟ ରହିପାରିବେ। ଯେଉଁମାନେ ଉପବାସ କରିବା ସତ୍ତ୍ୱେ ମାନେ କିଛିଟା କାରଣ ଯୋଗୁଁ ସେମାନେ ରହିପାରୁନାହାନ୍ତି ସେମାନେ ପାଣି ପିଇପାରିବେ। ଶାଗୁ କଦଳୀ ତା ସହିତ ଛେନା ସବୁ ମିଶେଇ କରି ଗୁଡ଼ ମିଶେଇ କରି ଆପଣ ମଧ୍ୟ ଶାଗୁ ମାନେ ଚକଟି କରି ଖାଇପାରିବେ। କିନ୍ତୁ ଆପଣ ଯାହା ବି କରିବେ ମାନେ ଖାଇବେ ନା ସେଟା ବାରମ୍ବାର ଖାଇବେ ନାହିଁ। ଥରେ କି 2 ଥର ଖାଇବେ। ବାରମ୍ବାର ଖାଇବା ଦ୍ୱାରା ଆପଣଙ୍କ ମନଟି ସେଇ ଖାଇବା ପାଖରେ ରହିଥାଏ। ତେଣୁକରି ଆପଣ ଚେଷ୍ଟା କରିବେ ଯେ ମନଟି ଆପଣଙ୍କର ଭଗବାନଙ୍କ ପାଖରେ ଲାଗିଥାଉ। ତ ସେଇପରି ଭାବରେ ଆପଣ ଚେଷ୍ଟା କରିବେ। ସେଇପରି ଭାବରେ ଆପଣ ଖାଇବା ଉପରେ ନିଜର କଣ୍ଟ୍ରୋଲ ରଖିବେ। ତା ବ୍ୟତୀତ ଆପଣଙ୍କର ଯଦି 108 ଥର ଜପ କରିବେ। ତା ବ୍ୟତୀତ ଆପଣ ସେଦିନ କ'ଣ କରିବେ ଦେଖନ୍ତୁ ଯେଉଁମାନେ ପ୍ରେଗନେଣ୍ଟ ଲେଡି ଅଛନ୍ତି ସେମାନଙ୍କ ପାଇଁ ଏତିକି ଯେ ସେମାନେ ଯଦି ଆପଣଙ୍କ ମାନେ ଘରେ କହୁଛନ୍ତି ନାଇଁ ବ୍ରତ କରନି ତାହେଲେ ଆପଣ ବ୍ରତ ନ କଲେ କିଛି ଅସୁବିଧା ନାହିଁ। ଯଦି ଆପଣଙ୍କ ମନଟି ଟିକେ ଗୁଁ ପୁଁ ହେଉଛି ନାଇଁ ମୁଁ ବର୍ଷକ ସାରା ମାନେ ଏତେ ବର୍ଷ ହେଲାଣି କରି ଆସୁଛି ତ ସେଇ କ୍ଷେତ୍ରରେ ଆପଣ ସେଦିନ ମୁଣ୍ଡ ଧୋଇ ଗାଧେଇ ପାରିବେ। ମନ୍ଦିର ଯଦି ସେଇଟା ମନ୍ଦିର ଯିବାର କିଛି ସେମିତି ବାରଣ ନାହିଁ। ଯଦି ଆପଣ ଯାଉଛନ୍ତି ଯଦି ଆପଣଙ୍କୁ ମନା କିଏ କରୁଛି ନାହିଁ ଯାଆନ୍ତୁନି ତ ଆପଣ ନ ଯାଇ ମଧ୍ୟ ଘରେ ଭଗବାନଙ୍କ ଯାହା ବି ପ୍ରସାଦ ଆପଣଙ୍କ ନାଁରେ ପୂଜା ହେଇଥିବ ତ ସେଇ ପ୍ରସାଦ ଆଣିକରି ଆପଣ ଖାଇପାରିବେ। ଆପଣ ଚାହିଁବେ ଯଦି ଖିଚୁଡ଼ି କ୍ଷୀରି କରି ଆପଣ ଯାହା ବି ଖାଇପାରିବେ। ଆପଣଙ୍କ ପାଖରେ କିଛି ବି ବାରଣ ନାହିଁ। ଆପଣ ସବୁ ଖାଇପାରିବେ। କିନ୍ତୁ ଅନ୍ୟମାନେ ଟିକେ ବାରଣ ଥାଏ। କିନ୍ତୁ ଆପଣ ତ ଯେହେତୁ ପ୍ରେଗନେଣ୍ଟ ଅଛନ୍ତି ଆପଣଙ୍କ ଦେହ ଆପଣଙ୍କ ଛୁଆର ଯିଏ ଜନ୍ମ ହେଇନି ତାର ଦେହକୁ ଆପଣଙ୍କୁ ଦେଖିବାର ଅଛି। ତେଣୁ ଆପଣ ସେସବୁ ମଧ୍ୟ ଜିନିଷ ଖାଇପାରିବେ। ଯେଉଁମାନଙ୍କର କିଛି ଅସୁବିଧା ଚାଲିଛି ଯେମିତି ପିରିୟଡ଼୍ସ ଚାଲିଛି ତ ଋତୁସ୍ରାବ ସମୟରେ ଆପଣ ଯଦି 7 ଦିନ ଯଦି ହେଇନାହିଁ ଆପଣ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେଲେ ମଧ୍ୟ ଘରେ ପୂଜା କରିପାରିବେ। କିନ୍ତୁ ଆପଣଙ୍କର ଯେଉଁ ମହାଦେବଙ୍କ ପୂଜା ମନ୍ଦିରକୁ ଆପଣ ଯିବେ ନା ସେଟା 8 ଦିନରେ ହିଁ ମନ୍ଦିର ଯାଇକରି ପୂଜା କରିବା ଦରକାର। ତେଣୁ ଆପଣ 8 ଦିନରେ ଆପଣ ମନ୍ଦିର ଯାଇକରି ପୂଜା କରନ୍ତୁ। କାରଣ ସେଟା ମହାଦେବଙ୍କ ମନ୍ଦିର। ମହାଦେବଙ୍କ ମନ୍ଦିର ଯାଇକିନା ଭୁଲ କରିବା ଆପଣଙ୍କ ପାଇଁ ବହୁତ ବଡ଼ ଭୁଲ ହେଇଥାଏ। ତେଣୁ ଆପଣ 8 ଦିନ ହେଲେ ଆପଣ ମାନେ 8 ଦିନରେ ହିଁ ଆପଣ ଯାଇକରି ମନ୍ଦିର ଯାଇପାରିବେ। ଠିକ୍ ଅଛି। ଆପଣ ଘରେ ଯଦି ଚାହୁଁଛନ୍ତି ଘରେ 7 ଦିନରେ ହଉ ପଛେ ଯଦି ଘରେ କେହି ନାହାନ୍ତି ପୂଜା କରିବା ପାଇଁ ତାହେଲେ ଆପଣ 7 ଦିନରେ ପୂଜା କରିପାରିବେ କିଛି ଅସୁବିଧା ନାହିଁ। କିନ୍ତୁ ସବୁବେଳେ ଚେଷ୍ଟା କରିବେ ଯେ 8 ଦିନରେ ପୂଜା କରିବେ। କିନ୍ତୁ ଆପଣ ଯଦି ମାନେ ସେଇ ସମୟ ମାନେ 3 ଦିନ 5 ଦିନ ତ ଏ ସମୟ ଯଦି ଚାଲିଛି ଆପଣ କ'ଣ କରିବେ ଉପବାସ କରିପାରିବେ। ବ୍ରତ କରିପାରିବେ। ପ୍ରସାଦ ନ ପାଇପାରନ୍ତି ଭୋଗ ନ ପାଇପାରନ୍ତି କିନ୍ତୁ ଆପଣ ନିର୍ଜଳା ହଉ କି ଆପଣ କିଛି ଖାଇକରି ହଉ ଆପଣ ଉପବାସ କରିପାରିବେ। ଠିକ୍ ଅଛି। ଆପଣଙ୍କ ଉପବାସ କରିପାରିବେ। ଆପଣଙ୍କ ନାଁରେ ପୂଜାର କିଛି ଜିନିଷ ମଧ୍ୟ ଆପଣଙ୍କର ସ୍ୱାମୀ ହଉ ଆପଣଙ୍କ ଶାଶୁଘରେ ଯିଏ ହେଉଛନ୍ତି କି ବାପ ଘରେ ଯିଏ ଅଛନ୍ତି ତ ସେମାନେ ଆପଣଙ୍କ ପାଇଁ ଭୋଗ କିଛି ଲଗେଇ ଦେଇପାରିବେ। କିନ୍ତୁ ଆପଣ ଉପବାସ ରହିପାରିବେ। ସେମିତି କିଛି ଅସୁବିଧା ନାହିଁ ଯେ ମୋର କିଛି ଅସୁବିଧା ଚାଲିଛି ମୁଁ ଉପବାସ କରିବି ନାହିଁ। ତ ସେମିତି କେବେ କିଛି କରନ୍ତୁ ନାହିଁ। ଯଦି ଆପଣ କରି ଆସୁଛନ୍ତି ବ୍ରତଟି ତାହେଲେ ଯେମିତି ହେଲେ ଏଇ ଓଷାଟି କରନ୍ତୁ। ଏଇସବୁ ଛୋଟ ଛୋଟ ନିୟମ ଆପଣ ପାଳନ କଲେ ଭଗବାନ ଆପଣଙ୍କର ସବୁ ମନୋକାମନା ପୂର୍ଣ୍ଣ କରିଦେବେ। ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ବହୁତ ପସନ୍ଦ ଆସିଥିବ। ଯଦି ଆସିଛି ତାହେଲେ ଏଇ ଚ୍ୟାନେଲକୁ ଜଲ୍ଦି କରି ଲାଇକ୍ ସେୟାର ସବସ୍କ୍ରାଇବ୍ କରିଦିଅନ୍ତୁ। ନମସ୍କାର।